ରଜର ମାହୋଲରେ ରକ୍ତର ଛିଟା, ଗାଁ ମୁଣ୍ଡ ପୋଖରୀରେ ଭାସିଲା ମୃତଦେହ। ରଜର ମାହୋଲରେ ଚଳଚଞ୍ଚଳ ହୋଇ ଉଠିଥିଲା ସାରା ଅଞ୍ଚଳ। ଦୁଃଖ କଷ୍ଟକୁ ସମସ୍ତେ ଭୁଲିଯାଇ ରଜ ପର୍ବରେ ରଙ୍ଗୀନ ହୋଇଯାଇଥିଲେ ସମସ୍ତେ। କିନ୍ତୁ ନିୟତିର ନିର୍ଦ୍ଦୟ ନିଷ୍ପତ୍ତିରେ ରଜ ପର୍ବର ଇନ୍ଦ୍ରଧନୁ ରଙ୍ଗରେ ବିଞ୍ଚି ହୋଇଗଲା ଅଭାବନୀୟ ରକ୍ତର ଛିଟା। ରଜ ପର୍ବର ଶେଷ ଜୀବନଟି ଭାସି ଯାଇଥିଲା ଗାଁ ମୁଣ୍ଡ ପୋଖରୀରେ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ମୁଣ୍ଡାସାହି ପୋଖରୀରେ ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମର ମିତ୍ରଭାନୁ ବେହେରାଙ୍କ 45 ବର୍ଷୀୟ ପୁଅ ରୟା ବେହେରାଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ରୟା ବେହେରା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡ୍ରେସର ଭାବରେ କାମ କରୁଥିଲେ। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ, ତୁରୁମୁଙ୍ଗା ଥାନା ଆଇଆଇସି ଦୀପ୍ତି ରଞ୍ଜନ ସାହୁ, ଏଏସଆଇ ବିକେ ବେହେରା, ଏଏସଆଇ ଏସଏସ ହୁସେନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଟଣା ଅଗ୍ନିଶମ ଦ୍ୱାରା ମୃତଦେହକୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ ରୟା ବେହେରାଙ୍କ ପୁଅ ମନୋରଞ୍ଜନ ବେହେରା ତୁରୁମୁଙ୍ଗା ଥାନାରେ ଦେଇଥିବା ଲିଖିତ ଅଭିଯୋଗର ସୂଚନା ଅନୁସାରେ ରୟା ବେହେରା ଶନିବାର ସାପ୍ତାହିକ ହାଟକୁ ଯାଇ ସେ ଆଉ ଘରକୁ ଫେରି ନଥିଲେ। ଶନିବାର ହାଟରୁ ଫେରିବା ବେଳେ କୌଣସି କାରଣବଶତଃ ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ଡଳଙ୍ଗ ଗ୍ରାମର ମୁଣ୍ଡା ସାହିର ଏକ ପରିବାର ସହିତ କୌଣସି ବଚସା ହୋଇଥିଲା। ସେହି ବଚସାରେ ଉତ୍କ୍ଷିପ୍ତ ହୋଇ ମୁଣ୍ଡା ପରିବାର ରୟା ବେହେରାଙ୍କୁ ମାଡ଼ ମାରିଥିଲେ। ତାପରେ ତାଙ୍କୁ ଘୋଷାରି ଘୋଷାରି ନେଇ ନିକଟରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ, ଯାହାକି ଘୋଷାରି ନେଇଥିବା ଚିହ୍ନ ବାରି ହୋଇ ପଡୁଥିଲା। ସେହି ମୁଣ୍ଡା ପରିବାର ହିଁ ରୟା ବେହେରାଙ୍କୁ ମାରି ପୋଖରୀକୁ ଫିଙ୍ଗି ଦେଇଛନ୍ତି ବୋଲି ପୁଅ ମନୋରଞ୍ଜନ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଘଟଣାର ତଦନ୍ତ ଚଳାଇଛନ୍ତି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଥିବା ସନ୍ଦେହରେ 6 ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରି ତଦନ୍ତ ଚଳାଇଛନ୍ତି। ତଦନ୍ତ ପରେ ଖୁବ୍ ଶୀଘ୍ର ଏହାର ସତ୍ୟତା ଜଣାପଡ଼ିଯିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ସୂଚନା ଦେଇଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ।